ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ବାବୁଛିପିଟି ପଞ୍ଚାୟତ ହାଇସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବ ଗତ ବୁଧବାର ଏବଂ ଗୁରୁବାର 2 ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଲୋକେନ୍ଦ୍ର ରାଉତ, ପୂର୍ବ ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, ସାହସପୁର ସରପଞ୍ଚ ସୁକାନ୍ତି ଜୟପୁରିଆ, ବାବୁଛିପିଟି ସରପଞ୍ଚ ମନୋଜ ବୁଦୁଲା, ବିଜେପି ମଣ୍ଡଳ ସଭାପତି ମୋତିରାମ ଡନସେନା, ଏସ୍ଏମ୍ସି ସଭାପତି ସୁରେନ୍ଦ୍ର ନେଟି ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ କୌଡ଼ିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ତ୍ରୈଲୋକ୍ୟନାଥ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ବୁଧବାର ପ୍ରଥମ ଅଧିବେଶନରେ ବସନ୍ତ କୌଡ଼ି ବିବରଣୀ ପାଠ କରିଥିବା ବେଳେ ଦଲଗାଁ ହାଇସ୍କୁଲ ଶିକ୍ଷକ ଗୋକୁଳାନନ୍ଦ ଭଇଁସା ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବରେ ଡିଇଓ ଡକ୍ଟର ରାଧାକାନ୍ତ ଗଡ଼ତିଆ, ଗୌରୀଦାସ ପ୍ରଧାନ ମୁଖ୍ୟ ବକ୍ତା ଏବଂ ଏଡିଇଓ ସୁଶାନ୍ତ ଘୋଟା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିରୋଜ ପଟେଲ, ପୂର୍ବ ବିଇଓ ବିଦେଶୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଏସ୍ଏମ୍ସି ସଭାପତି ସୁରେନ୍ଦ୍ର ନେଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶେଷରେ ଶିକ୍ଷକ ବିଷ୍ଣୁଚରଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବୁଧବାର ଦ୍ୱିତୀୟ ଅଧିବେଶନରେ 2020 ମେଟ୍ରିକ୍ ଟପର ରାଜେଶ ସାହୁ ଓ ଦୁଶିଲା ନାୟକ, 2021ର ରାମଚନ୍ଦ୍ର ନାୟକ, 2022ର ଭରତ ସାଗର, 2023ର ଅତୀଶ କୌଡ଼ି, 2024ର ଟପର ରୂପକ ବୁଦୁଲା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଲଇକେରା ଜୋନ୍ 2 ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜୁକ୍ତା ବେହେରାଙ୍କ ସଭାପତିତ୍ୱରେ ବ୍ଲକ ଅଧ୍ୟକ୍ଷ ସଞ୍ଜିତ ନାୟକ ମୁଖ୍ୟ ଅତିଥି, ପୂର୍ବ ଅଧ୍ୟାପକ ରୋହିତ ପଟେଲ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସରପଞ୍ଚ ମନୋଜ ବୁଦୁଲା, ପୂର୍ବ ସରପଞ୍ଚ ବୀଣାପାଣି ମାଝୀ, ସମିତି ସଭ୍ୟ ମନମୋହନ କଂସରାଲି, ପୂର୍ବ ଏସ୍ଏମ୍ସି ସଭାପତି ଋତୁସାଗର ନାୟକ, ବର୍ତ୍ତମାନର ସଭାପତି ସୁରେନ୍ଦ୍ର ନେଟି, ବିଦ୍ୟାଳୟ ପାଇଁ ଜମିଦାନ କରିଥିବା ଦୁର୍ଯ୍ୟୋଧନ ଶାହ, ରୁକ୍ମିଣୀ ନାୟକ, ରୋହିତ ଭୋଇ, ବସନ୍ତ ଜୟପୁରିଆ, ମଧୁସୂଦନ ନେଟି ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମାରୋହ କମିଟି ସଭାପତି କରୁଣାକର କର୍ତ୍ତା ଏବଂ ସମ୍ପାଦକ ସୁମନ୍ତ କୌଡ଼ିଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ସ୍କୁଲର ଛାତ୍ରଛାତ୍ରୀ ତଥା ସଦସ୍ୟ ଏବଂ ଗ୍ରାମବାସୀମାନେ ସହଯୋଗ କରିଥିଲେ।